ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିୟ 5 ପର୍ବର 21 ପଦରୁ ଆରମ୍ଭ କରି 32 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମମାନେ ସେହି ମଣ୍ଡଳୀ ରୂପକ କନ୍ୟା ବିଷୟ ନେଇ ଅଧ୍ୟୟନ କରୁଅଛୁ, ଯାହାକି ଜଗତରେ ମଣ୍ଡଳୀ ରୂପକ କନ୍ୟାକୁ ଆତ୍ମାରେ ପରିପୂର୍ଣ୍ଣ ହୋଇ ଆଚରଣ କରିବାକୁ ଅଛି, କାର୍ଯ୍ୟ କରିବାକୁ ଅଛି। ବର୍ତ୍ତମାନ ଏଠାରେ ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ, ଲେଖା ଅଛି ଯାହାକି 21 ପଦରେ, ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ। ଏହାର ଅର୍ଥ ନୁହେଁ ଆପଣ ଓ ମୁଁ ଆମେ ଏପରି କୌଣସି ମନୁଷ୍ୟ ନିକଟରେ ନତମସ୍ତକ ହୋଇ ତାହା ପ୍ରତି ହସ୍ତ ଉତ୍ତୋଳନ କରିବା। ମାତ୍ର ଏହାର ଅର୍ଥ ହେଉଛି ଆମେ ଖ୍ରୀଷ୍ଟଙ୍କୁ ଭୟ କରି ନମ୍ରତାର ସହିତ ପରସ୍ପର ସହିତ ଆଚରଣ କରିବା। ଏହାର ଅର୍ଥ ମଣ୍ଡଳୀ ମଧ୍ୟରେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସାନଠାରୁ ବଡ଼ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପର ବଶୀଭୂତ ହେବା ଆବଶ୍ୟକ। ଅର୍ଥାତ୍ କୌଣସି ଖ୍ରୀଷ୍ଟ ବିଶ୍ୱାସୀ ନିଜ ମନ ମୁତାବକ କାର୍ଯ୍ୟ କରିପାରିବ ନାହିଁ କି ନିଜର ସ୍ୱେଚ୍ଛାଚାରିତାରେ ମଣ୍ଡଳୀ ମଧ୍ୟରେ ଆଚରଣ କରିପାରିବ ନାହିଁ। ତେଣୁ ପ୍ରଭୁଙ୍କୁ ଭୟ କରି ପରସ୍ପର ବଶୀଭୂତ ହେବା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାର ଏକ ଚିହ୍ନ। ପ୍ରିୟ ବନ୍ଧୁ, ଆତ୍ମାଙ୍କର କାର୍ଯ୍ୟ ହେଉଛି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଏକତା, ଶାନ୍ତି ଓ ଆନନ୍ଦକୁ ରକ୍ଷା କରିବା, ଆଉ ତାହା କେବଳ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତା ମଧ୍ୟ ଦେଇ। ଦେଖନ୍ତୁ 5 ପର୍ବର 22-24 ପଦରେ ଏହିପରି ଲେଖା ଅଛି, ହେ ସ୍ତ୍ରୀମାନେ, ତୁମେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ। କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ପୁଣି ଖ୍ରୀଷ୍ଟ ଆପଣା ଶରୀର ରୂପ ମଣ୍ଡଳୀର ତ୍ରାଣକର୍ତ୍ତା। ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅନ୍ତୁ। ଏହି ବଶୀଭୂତ ଶବ୍ଦର ଅର୍ଥଟି ଅତି ପ୍ରେମିକ ଶବ୍ଦ। ଏହାର ଅର୍ଥ ବାଧ୍ୟତାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏଠାରେ ସ୍ତ୍ରୀ କ୍ଷେତ୍ରରେ ଏହାର ଅର୍ଥ ହେଉଛି, ହେ ସ୍ତ୍ରୀମାନେ, ତୁମେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ। ଏହା ଏକ ପ୍ରେମର ସମ୍ପର୍କ। ଏହାର ଅର୍ଥ ହେଉଛି ପ୍ରଭୁଙ୍କ ପ୍ରତି ଯେପରି ତୁମମାନଙ୍କର ପ୍ରତ୍ୟୁତ୍ତର ରହିଅଛି, ସେହିପରି ନିଜର ସ୍ୱାମୀମାନଙ୍କ ପ୍ରତି ମଧ୍ୟ ତୁମମାନଙ୍କର ପ୍ରତ୍ୟୁତ୍ତର ରହିଅଛି। ଆମେମାନେ ପ୍ରଭୁଙ୍କ ପ୍ରତି ଯେପରି ଉତ୍ତରଦାୟୀ, ତାହା ହେଉଛି ଯେ ଆମେ ତାହାଙ୍କୁ ପ୍ରେମ କରୁ, କାରଣ ସେ ଆମମାନଙ୍କୁ ପ୍ରଥମରେ ପ୍ରେମ କଲେ। ଏହା ଏକ ବ୍ୟକ୍ତିଗତ ପ୍ରେମର ସମ୍ପର୍କ, ବଶୀଭୂତ ହେବା ନିମନ୍ତେ, ଯାହାକି ଆମମାନଙ୍କୁ ପ୍ରେରଣା ଯୋଗାଏ। ପାଉଲ ଏଠାରେ ଖ୍ରୀଷ୍ଟ ବିଶ୍ୱାସୀର ବିବାହ ସମ୍ପର୍କୀୟ ବିଷୟ ପ୍ରକାଶ କରନ୍ତି ଓ ସେ ଏଠାରେ ସ୍ୱାମୀ ଉପରେ ବିଶେଷ ପ୍ରାଧାନ୍ୟ ଦିଅନ୍ତି। ମାତ୍ର ଏହାର ଅର୍ଥ ନୁହେଁ ଯେ ସ୍ୱାମୀ ସ୍ତ୍ରୀ ଉପରେ କର୍ତ୍ତୃତ୍ୱ କରିବ। ମାତ୍ର ବିଶ୍ୱାସୀ ଯେପରି ଖ୍ରୀଷ୍ଟଙ୍କ ନିକଟରେ ଉତ୍ତରଦାୟୀ, ସ୍ତ୍ରୀ ମଧ୍ୟ ସେହିପରି ସ୍ୱାମୀ ନିକଟରେ ଉତ୍ତରଦାୟୀ। କାରଣ ପରିବାରର ମସ୍ତକ ହେଉଛନ୍ତି ସ୍ୱାମୀ। ଆଉ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଯେଉଁ ସମ୍ପର୍କ, ତାହା ଏକ ପ୍ରେମର ସମ୍ପର୍କ। ଏଠାରେ ଏହି ବଶୀଭୂତତା ପ୍ରେମର ସମ୍ପର୍କ ଉପରେ ପର୍ଯ୍ୟବେସିତ, କିନ୍ତୁ କର୍ତ୍ତୃତ୍ୱ ଉପରେ ନୁହେଁ, ବା ସ୍ୱାମୀ ସ୍ତ୍ରୀ ଉପରେ କର୍ତ୍ତୃତ୍ୱ କରିବା ନେଇ ନୁହେଁ। ସ୍ୱାମୀ ଓ ସ୍ତ୍ରୀର ଏହି ସମ୍ପର୍କ ମଧ୍ୟରେ ସ୍ୱାମୀ ହେଉଛି ପ୍ରଥମ ବ୍ୟକ୍ତି। ସେ ଶାରୀରିକ ଭାବେ ପ୍ରଥମ। ସେ ହେଉଛି ଜଣେ ଯେ କି ପ୍ରେମ କରେ ବା ପ୍ରେମ ସ୍ଥାପନ କରେ। ସେ ପରିବାରରେ ଆଗୁଆ। ସେ ହେଉଛି ରୋଜଗାରିଆ, ଯେ କି ପ୍ରତ୍ୟେକ ଦିନ ନିଜ ପରିବାରର ଭରଣ ପୋଷଣ ନିମନ୍ତେ କାର୍ଯ୍ୟକୁ ବାହାରିଯାଏ। କିନ୍ତୁ ତାହା ତାହାକୁ ନିଜ ପରିବାର ମଧ୍ୟରେ ସର୍ବଶ୍ରେଷ୍ଠ କ୍ଷମତା ପ୍ରଦାନ କରେ ନାହିଁ। ଅପରପକ୍ଷରେ ସ୍ତ୍ରୀ ଜଣେ ବିଶ୍ୱାସିନୀ ଭାବେ ଖ୍ରୀଷ୍ଟଙ୍କୁ ଯେପରି ପ୍ରତ୍ୟୁତ୍ତର ଦିଏ, ସେହିପରି ସେ ନିଜର ସ୍ୱାମୀ ପ୍ରତି କରିବା ଉଚିତ, ଆଉ ତାହା ପ୍ରେମର ସମ୍ପର୍କ ମଧ୍ୟରେ। ଏହା ବାଧ୍ୟବାଧକତା ନୁହେଁ। ପାଉଲ କହନ୍ତି, କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ। ତେବେ କେଉଁ ପ୍ରକାରେ? ଏହା ହେଉଛି ଏକ ପ୍ରେମର ସମ୍ପର୍କ, ଆଉ ସ୍ୱାମୀ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ମସ୍ତକ ସ୍ୱରୂପ ହେବା ଉଚିତ, ବା କୌଣସି ନିଷ୍ପତ୍ତି ନେବାରେ ସ୍ୱାମୀ ହିଁ ନିଷ୍ପତ୍ତି ନେବା ଉଚିତ। ଏହି ଏଫେସିୟ ପତ୍ରରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ 4ଟି ଭିନ୍ନ ଭିନ୍ନ ଅଞ୍ଚଳରେ
ଶୃଙ୍ଖଳା ରକ୍ଷା କରିବା ସକାଶେ 4ଟି ନେତୃତ୍ୱ ପଦ ରହିଅଛି। ପ୍ରଥମରେ ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀମାନଙ୍କର ବଶୀଭୂତ ହେବା ଉଚିତ। ଦ୍ୱିତୀୟରେ ସ୍ୱାମୀମାନେ ଖ୍ରୀଷ୍ଟଙ୍କ ନିକଟରେ ବଶୀଭୂତ ହେବା ଉଚିତ। ତୃତୀୟରେ ସନ୍ତାନମାନେ ସେମାନଙ୍କ ପିତାମାତାଙ୍କ ନିକଟରେ ବଶୀଭୂତ ହେବା ଉଚିତ ଓ ଚତୁର୍ଥରେ ଦାସମାନେ ସେମାନଙ୍କ କର୍ତ୍ତାମାନଙ୍କର ବଶୀଭୂତ ହେବା ଉଚିତ। ଏହା ହେଉଛି ଏକ ମିଷ୍ଟ ଅଧୀନତା ବା ସ୍ୱେଚ୍ଛାକୃତ ଅଧୀନତା ସ୍ୱୀକାର ଜଣକ ପ୍ରତି ଯେ କି ପ୍ରେମ କରନ୍ତି। ଏହା ସେହି ପ୍ରକାର ସମ୍ପର୍କ ହେବା ଉଚିତ। ଯଦି ଏଥିରେ ପ୍ରେମ ନାହିଁ ତାହେଲେ ସେହି ଅଧୀନତା ସ୍ୱୀକାରରେ କୌଣସି ମୂଲ୍ୟ ନାହିଁ। ଆପଣ ଜାଣନ୍ତି, ପ୍ରଥମେ ଖ୍ରୀଷ୍ଟ ଆମମାନଙ୍କୁ ପ୍ରେମ କଲେ ଓ ସେ ପ୍ରଥମେ ଆମମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କଲୁ। ତେଣୁ ଏହି ସମସ୍ତ ଅଧୀନତା ସ୍ୱୀକାର ମଧ୍ୟରେ ଆମେ ଏକ ପ୍ରକାର ସମ୍ପର୍କକୁ ଲକ୍ଷ୍ୟ କରୁଅଛୁ ଯାହା ପ୍ରେମରେ ସାଧିତ ହେବା ଉଚିତ। ସେହି ଅତୀତରେ ଏଦନ ଉଦ୍ୟାନ ମଧ୍ୟରେ ଈଶ୍ୱର ସେହିପରି ଭାବେ ସେମାନଙ୍କୁ ସୃଷ୍ଟି କଲେ। ସମ୍ଭବତଃ ସେ ସେହି ସ୍ତ୍ରୀଙ୍କୁ ସେ ପର୍ଯ୍ୟନ୍ତ ଆଦମକୁ ଦେଇନଥିଲେ ଯେପର୍ଯ୍ୟନ୍ତ ଆଦମ ଜଣକର ଆବଶ୍ୟକତାକୁ ଅନୁଭବ କରିନଥିଲେ। ସେ ହବାଙ୍କୁ ଜଣେ ସାହାଯ୍ୟକାରିଣୀ ଭାବେ ଆଦମକୁ ଦେଲେ। ଜଣେ ସାହାଯ୍ୟକାରିଣୀ ହେଉଛି ଜଣେ ମନୁଷ୍ୟର ଅନ୍ୟ ଅର୍ଦ୍ଧାଙ୍ଗ। ସେଥିପାଇଁ ଜଣେ ସ୍ତ୍ରୀ ବିନା ମନୁଷ୍ୟ ଅର୍ଦ୍ଧ ମନୁଷ୍ୟ। ସେଥିପାଇଁ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ଈଶ୍ୱର ସେମାନଙ୍କୁ ଏକତ୍ର ସଂଯୋଗ କଲେ ଓ ସେମାନଙ୍କୁ ଆଦମ ବୋଲି ଡାକିଲେ, କିନ୍ତୁ ଆଦମମାନେ ବୋଲି ଡାକିଲେ ନାହିଁ। ଏହି ଗୃହ ସମ୍ବନ୍ଧୀୟ ବିଷୟକୁ ଦୃଷ୍ଟି ଆଗରେ ରଖି ପାଉଲ ଶିକ୍ଷା ଦେବାକୁ ଚାହାନ୍ତି ଯେ ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କର ଖ୍ରୀଷ୍ଟୀୟ ପରିବାର ହେଉଛି ଏକ ଆଇନା ସଦୃଶ। ତେବେ ଖ୍ରୀଷ୍ଟ ଓ ମଣ୍ଡଳୀର ସମ୍ପର୍କ ସହିତ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ମଧ୍ୟରେ ଏତିକି ଭିନ୍ନତା ହେଉଛି ଯେ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ ସ୍ୱରୂପ ଓ ସେ ବିଶ୍ୱାସୀ ମଣ୍ଡଳୀ ରୂପକ ଶରୀରର ଉଦ୍ଧାରକର୍ତ୍ତା। ମାତ୍ର ସ୍ୱାମୀ ସ୍ତ୍ରୀର ଉଦ୍ଧାରକର୍ତ୍ତା ନୁହେଁ। ମାତ୍ର ବଶୀଭୂତ ହେବା ଦୃଷ୍ଟିକୋଣରୁ ନେଇ ଚିନ୍ତା କଲେ ସ୍ତ୍ରୀ ସ୍ୱାମୀର ବଶୀଭୂତ ହେବା ବିଧେୟ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଶୀଭୂତ ହେବା ବିଧେୟ। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କର ବଶୀଭୂତ ହେଉ। ସ୍ତ୍ରୀ ଯେପରି ସ୍ୱାମୀର ବଶୀଭୂତ ହୋଇ ରୁହେ, ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟ ଖ୍ରୀଷ୍ଟଙ୍କର ବଶୀଭୂତ ହୋଇ ରହିବା ଆବଶ୍ୟକ। ବାଧ୍ୟବାଧକତା ହେତୁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ହେତୁ। ଏଥିସହିତ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ପ୍ରଭୁଙ୍କୁ ଭୟ କରି ପରସ୍ପର ବଶୀଭୂତ ହେବା ଆବଶ୍ୟକ। ଅର୍ଥାତ୍ ମନୁଷ୍ୟକୁ ଭୟ କରି ନୁହେଁ, ମାତ୍ର ପ୍ରଭୁଙ୍କୁ ଭୟ କରି ପରସ୍ପର ମଧ୍ୟରେ ନମ୍ରତା ଆଚରଣ ରକ୍ଷା କରିବା ଉଚିତ। ଏହା ହେଉଛି ଆତ୍ମାଙ୍କ ପୂର୍ଣ୍ଣତାର ଚିହ୍ନ। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଆମେ ଯେପରି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ମଣ୍ଡଳୀ ମଧ୍ୟରେ ପରସ୍ପର ମଧ୍ୟରେ ଏକତା, ପ୍ରେମ, ନମ୍ରତା ରକ୍ଷା କରି ଓ ପରସ୍ପର ବଶୀଭୂତ ହୋଇ ଆଚରଣ କରି ଖ୍ରୀଷ୍ଟଙ୍କୁ ଗୌରବ ଦେଉ। ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ନମ୍ରତା। ଯଦି ସେହି ନମ୍ରତାର ଭାବ ଆମମାନଙ୍କ ମଧ୍ୟରେ ଦେଖାଯାଏ, ତାହେଲେ ଖ୍ରୀଷ୍ଟ ନିଶ୍ଚୟ ଗୌରବାନ୍ୱିତ ହେବେ। ଆମମାନଙ୍କର ପରିବାରରେ କେବଳ ନୁହେଁ, ମାତ୍ର ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ମଧ୍ୟ ଶାନ୍ତି, ଏକତା, ପ୍ରେମ ପ୍ରତିଷ୍ଠିତ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ଆତ୍ମିକ ଫଳରେ ଭରି ଦିଅନ୍ତୁ, ଯେପରି ଏହା ଅନେକଙ୍କ ଆତ୍ମିକ ଅଭାବକୁ ପୂରଣ କରିପାରିବ। ବର୍ତ୍ତମାନ ଆମେ ଏହି ଏଫେସୀୟ 5 ପର୍ବର 25 ପଦରୁ 32 ପଦ ମଧ୍ୟରେ ମଣ୍ଡଳୀର ପ୍ରତୀକ୍ଷା ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। 5 ପର୍ବର 25 ପଦରେ ଏହିପରି ଲେଖା ଅଛି, ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକି ପ୍ରେମ କଲେ, ତୁମେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ଏଠାରେ ଆମେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏକ ଚମତ୍କାର ପ୍ରେମର ସମ୍ପର୍କକୁ ଲକ୍ଷ୍ୟ କରୁଅଛୁ। ସ୍ୱାମୀ ସ୍ତ୍ରୀ ସହିତ ପ୍ରେମରେ ବ୍ୟବହାର କରିବା ଉଚିତ। ଈଶ୍ୱର କେବେ ହେଲେ ସ୍ତ୍ରୀକୁ ଏପରି ଏକ ପୁରୁଷର ବଶୀଭୂତ ହେବାକୁ କହନ୍ତି ନାହିଁ ଯେ କି ତାହାକୁ ପ୍ରେମ କରେ ନାହିଁ ଓ ଏହିପରି ପ୍ରେମରେ ପ୍ରେମ କରେ ନାହିଁ। ଏହା ହିଁ ହେଉଛି ଖ୍ରୀଷ୍ଟୀୟ ପ୍ରେମ। ଏହା ହିଁ ହେଉଛି ବିବାହ ବନ୍ଧନର ବାସ୍ତବ ପ୍ରେମ, ଯାହାକି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରତିଷ୍ଠିତ ଓ ଏହା ସେହି ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କ ମଧ୍ୟକୁ କଢ଼ାଇ ନିଏ। କାରଣ ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କରି ତାହା ନିମନ୍ତେ
ଆପଣାକୁ ଉତ୍ସର୍ଗ କଲେ। ଏଫେସୀୟ 5:26 ଲେଖା ଅଛି, ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀକି ପ୍ରେମ କଲେ ଓ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଯାହାକି ଅତୀତରେ ସାଧିତ ହୋଇଅଛି। ମାତ୍ର ବର୍ତ୍ତମାନ ସେ ଈଶ୍ୱରଙ୍କ ବାକ୍ୟ ରୂପ ଜଳ ଦ୍ୱାରା ପରିଷ୍କାର କରୁଅଛନ୍ତି। ବାସ୍ତବରେ ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ପରିଷ୍କାର କରେ। ଏହା କେବଳ ଆମମାନଙ୍କ ହୃଦୟରୁ ପାପ ରୂପକ ଦାଗ ଦୂର କରେ ନାହିଁ, ମାତ୍ର ଏହା ମଧ୍ୟ ଆଗାମୀ ପାପ ରୂପକ ଦାଗ ଯେପରି ଆମର ହୃଦୟରେ ନ ଲାଗେ ଏଥିନିମନ୍ତେ ଆମମାନଙ୍କୁ ସତର୍କ କରାଇ ଦିଏ ଓ ଦୂରେଇ ରଖେ। 5:27 ଲେଖା ଅଛି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ଏହା ସେହି ଭବିଷ୍ୟତରେ ମଣ୍ଡଳୀ ଖ୍ରୀଷ୍ଟଙ୍କର କନ୍ୟା ରୂପେ ନିଖୁନ୍ତ ଓ ନିଷ୍କଳଙ୍କ ଭାବେ ଗୃହୀତ ହେବାର ବିଷୟକୁ ପ୍ରକାଶ କରେ। ଭବିଷ୍ୟତରେ ସେ ମଣ୍ଡଳୀକୁ ଆପଣା ନିକଟରେ ଗୌରବମୟ ଅବସ୍ଥାରେ ଓ ନିଖୁନ୍ତ ତଥା ନିଷ୍କଳଙ୍କ ଭାବରେ ଉପସ୍ଥାପିତ କରାଇବାକୁ ଯାଉଅଛନ୍ତି। ପ୍ରକାଶିତ ବାକ୍ୟ ଅଧ୍ୟୟନ କରିବା ସମୟରେ ଆମେ ଦେଖିବାକୁ ପାରିବା ଯେ ମଣ୍ଡଳୀ କନ୍ୟା ରୂପେ ଖ୍ରୀଷ୍ଟଙ୍କ ନିକଟରେ ସୁସଜ୍ଜିତା ରୂପେ ଉପସ୍ଥାପିତ କରାଯାଇଅଛି। ଆପଣ ଜାଣିଥିବେ ଯେ ବିବାହ ଦିନରେ କନ୍ୟାକୁ ଅତି ସୁନ୍ଦର ଭାବରେ ସଜାଯାଇଥାଏ, ଯେପରି ସେ ସୁନ୍ଦର ଦେଖାଯାଏ ଓ ତା'ର ସ୍ୱାମୀର ସୌନ୍ଦର୍ଯ୍ୟବର୍ଦ୍ଧକ ହୁଏ। ସେ ତା'ର ବର ବା ସ୍ୱାମୀ ନିମନ୍ତେ ନିଜକୁ ସୁସଜ୍ଜିତା ରୂପକ ବସ୍ତ୍ରରେ ସଜ୍ଜିତ କରାଏ। ସେହିପରି ମଣ୍ଡଳୀ ଖ୍ରୀଷ୍ଟଙ୍କ ପ୍ରତି ବାଗ୍ଦତ୍ତା ହୋଇଅଛି ଓ ସେ ମଣ୍ଡଳୀକୁ ଈଶ୍ୱରଙ୍କ ବାକ୍ୟ ରୂପକ ଜଳରେ ବର୍ତ୍ତମାନ ତାହାକୁ ପରିଷ୍କାର କରୁଅଛନ୍ତି। ଏହା ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀକୁ ବୁଝାଏ। ଏହାର ଅର୍ଥ ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀକୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରିଷ୍କାର କରୁଅଛନ୍ତି ଓ ପ୍ରତ୍ୟେକଙ୍କୁ ସେହି ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରାଉଛନ୍ତି, ଯେପରି ସେଦିନ ମଣ୍ଡଳୀକୁ ସେ ଆପଣା ନିକଟରେ ପବିତ୍ର ଓ ଅନିନ୍ଦନୀୟ ଭାବରେ ଉପସ୍ଥାପିତ କରାନ୍ତି। ତେଣୁକରି ସେଥିପାଇଁ ସେ ଆଜି ତାହାଙ୍କର ମଣ୍ଡଳୀ ରୂପକ କନ୍ୟାକୁ ବାକ୍ୟ ରୂପକ ଜଳରେ ପରିଷ୍କାର କରି ପବିତ୍ର ଓ ଅନିନ୍ଦନୀୟ କରାଇବାକୁ ଚାହାନ୍ତି ଓ ସେ ଆଜି ମଧ୍ୟ ତାହା ସାଧନ କରୁଅଛନ୍ତି। ତେଣୁକରି ଆମେ ଏଠାରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଣ୍ଡଳୀର ସ୍ଥିତି ସମ୍ପର୍କରେ ଜାଣିବାକୁ ପାରୁଅଛୁ। ଅତୀତର ଅର୍ଥ ହେଉଛି ଖ୍ରୀଷ୍ଟ ମଣ୍ଡଳୀକି ପ୍ରେମ କଲେ ଓ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ବର୍ତ୍ତମାନର ଅର୍ଥ ହେଉଛି ସେ ବର୍ତ୍ତମାନ ତାହାଙ୍କର ବାକ୍ୟ ରୂପକ ଜଳରେ ଧୋଇ ପରିଷ୍କାର କରୁଅଛନ୍ତି ଓ ଭବିଷ୍ୟତର ଅର୍ଥ ହେଉଛି ଭବିଷ୍ୟତରେ ସେ ମଣ୍ଡଳୀକୁ ପବିତ୍ର ତଥା ଅନିନ୍ଦନୀୟ ଭାବରେ ଆପଣା ନିକଟରେ ଉପସ୍ଥାପିତ କରିବାକୁ ଯାଉଅଛନ୍ତି। ସେ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକି କନ୍ୟା ରୂପେ ଗ୍ରହଣ କରିବାକୁ ଯାଉଅଛନ୍ତି, ଅର୍ଥାତ୍ ସେ ବିବାହ କରିବାକୁ ଯାଉଅଛନ୍ତି। 28-32 ମଧ୍ୟରେ ଏହିପରି ଲେଖା ଅଛି, ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ଆପଣାକୁ ପ୍ରେମ କରେ। କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହା ଭରଣପୋଷଣ ଓ ଲାଳନପାଳନ କରେ। ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି। ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ। ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। ଏହା ଗୋଟିଏ ଅତି ନିଗୂଢ଼ ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି। ଏଠାରେ ପାଉଲ ଅତି ସୁନ୍ଦର ଭାବରେ ଦୁଇଟି ବିଷୟ ବସ୍ତୁକୁ ଏପାଖ ସେପାଖ କରି ଉପସ୍ଥାପିତ କରନ୍ତି। ସ୍ୱାମୀ ଓ ସ୍ତ୍ରୀ, ଖ୍ରୀଷ୍ଟ ଓ ମଣ୍ଡଳୀକୁ ନେଇ ଉପସ୍ଥାପିତ କରନ୍ତି। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟ ନେଇ ପ୍ରକାଶ କରିବା ପରେ ବିଷୟବସ୍ତୁଟି ଶେଷରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମାପ୍ତ ହୁଏ। ତେବେ ଏଠାରେ ପାଉଲ କହନ୍ତି, ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ। ପ୍ରିୟ ବନ୍ଧୁ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଯେଉଁ ପ୍ରେମ ବିଷୟ ନେଇ ଏଠାରେ ପ୍ରକାଶ କରାଯାଇଅଛି, ତାହା ଏକ କ୍ଷଣିକ ଶାରୀରିକ ଉତ୍ତେଜନାପୂର୍ଣ୍ଣ ପ୍ରେମ ନୁହେଁ, ମାତ୍ର ଏକ ବାସ୍ତବ ପ୍ରେମ ଯାହାକି ଚିରସ୍ଥାୟୀ ଓ ଚିରସ୍ମରଣୀୟ। ଯେଉଁ ପ୍ରେମରେ ଥାଏ ପବିତ୍ରତା,
ସରଳତା, ନିଃସ୍ୱାର୍ଥପର ଭାବ, ଅନାବିଳତାର ପ୍ରେମ ସ୍ୱାମୀ ସ୍ତ୍ରୀକୁ ପ୍ରେମ କରିବାକୁ ଅଛି। କାରଣ ସେହି ବୈବାହିକ ସମ୍ପର୍କ ସ୍ତ୍ରୀକୁ ସ୍ୱାମୀର ଶରୀର ସହିତ ଏକାଙ୍ଗ କରାଏ। ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଅଟନ୍ତି। ଏହା ଏହିପରି ଯେପରି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ଓ ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ ସ୍ୱରୂପ। ଏହି ଦୃଷ୍ଟିକୋଣରୁ ଚିନ୍ତା କଲେ ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ। ତେବେ ମନୁଷ୍ୟ କ'ଣ ନିଜର ଶରୀରକୁ କେବେ ହେଲେ ଘୃଣା କରିପାରେ? ଠିକ୍ ସେହିପରି ସ୍ୱାମୀ ସ୍ତ୍ରୀକୁ ପ୍ରେମ କରିବା ଉଚିତ, କାରଣ ସେ ତାହାର ନିଜ ଶରୀରର ଅଂଶବିଶେଷ। ସେ ହେଉଛି ଅର୍ଦ୍ଧାଙ୍ଗିନୀ। ଖ୍ରୀଷ୍ଟ ମଣ୍ଡଳୀର ଦୁର୍ବଳତା ଜାଣି ତାହାକୁ ଲାଳନ ପାଳନ କରନ୍ତି। ସେହିପରି ସ୍ୱାମୀମାନେ ମଧ୍ୟ ନିଜ ନିଜର ସ୍ତ୍ରୀମାନଙ୍କ ପ୍ରତି ପ୍ରେମରେ ଆଚରଣ କରିବା ଉଚିତ ଓ ସେମାନଙ୍କ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ ପାଳନ କରିବା ଉଚିତ ଓ ସ୍ତ୍ରୀମାନେ ମଧ୍ୟ ସ୍ୱାମୀର ବଶୀଭୂତା ହୋଇ ରହିବା ଉଚିତ। 31 ପଦଟି ଆଦିପୁସ୍ତକ 2 ପର୍ବର 24 ପଦରୁ ଉଦ୍ଧୃତ ହୋଇଅଛି। ପାଉଲ ଏଠାରେ ସେହି ବିବାହ ସମ୍ପର୍କକୁ ଦର୍ଶାନ୍ତି ଯାହାକି ସେହି ଏଦନ ଉଦ୍ୟାନ ମଧ୍ୟରେ ଆଦମ ଓ ହବାଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା। ସେହି ପ୍ରଥମ ଦମ୍ପତି ଭବିଷ୍ୟତର ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ବର ଓ କନ୍ୟାର ସମ୍ପର୍କକୁ ଉପସ୍ଥାପିତ କରେ। ହବା ଆଦମଙ୍କର ସହକାରିଣୀ ହେବା ନିମନ୍ତେ ସୃଷ୍ଟି କରାଯାଇଥିଲେ ଓ ସେ ଆଦମଙ୍କଠାରୁ ଏକ ଅଂଶ ରୂପେ ନିଆଯାଇଥିଲେ ଓ ନିର୍ମିତ ହୋଇଥିଲେ। ସେମାନେ ଯେପର୍ଯ୍ୟନ୍ତ ଏକତ୍ର ହୋଇନଥିଲେ ସେ ପର୍ଯ୍ୟନ୍ତ ଆଦମ ଅସମ୍ପୂର୍ଣ୍ଣ ଥିଲେ। ମାତ୍ର ଈଶ୍ୱର ହବାଙ୍କୁ ସୃଷ୍ଟି କରି ଓ ତାହାକୁ ସୁସଜ୍ଜିତା କରି ଆଦମଙ୍କୁ ଦେଲେ ଓ ଆଦମ ତାହାଙ୍କୁ ପାଇ କହିଲେ, ଏଥର ହେଲା। ଆଦମଙ୍କର ଯାହା ଅସମ୍ପୂର୍ଣ୍ଣ ଥିଲା ହବା ତାହା ପୂର୍ଣ୍ଣ କଲେ ଓ ସେ ଆଦମଙ୍କ ନିମନ୍ତେ ନିର୍ମିତ ହୋଇଥିଲେ ଓ ସେମାନେ ଦୁହେଁ ଏକାଙ୍ଗ ହେଲେ, କାରଣ ସେ ଆଦମଙ୍କଠାରୁ ନୀତ ହୋଇଥିଲେ। ଈଶ୍ୱର ସେମାନଙ୍କୁ ସଂଯୁକ୍ତ କରାଇଲେ। ଏହା ଥିଲା ବାସ୍ତବ ପ୍ରେମର ଏକ ନିବିଡ଼ ବନ୍ଧନ, ଯାହାକି ଈଶ୍ୱରଙ୍କର ନିରୂପିତ ସଂକଳ୍ପ ଅନୁଯାୟୀ ଥିଲା। ଯହିଁରେ ଥିଲା ବାସ୍ତବ ପବିତ୍ରତା, ନିଷ୍କପଟତା ଓ ସହାନୁଭୂତିର ହୃଦୟ। କାରଣ ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ଆଦରଣୀୟ। ତେଣୁକରି ସେହି ପ୍ରେମ ପବିତ୍ର ତଥା ଆଦରଣୀୟ। ସେହିପରି ମଣ୍ଡଳୀ ସହିତ ଖ୍ରୀଷ୍ଟଙ୍କର ପ୍ରେମ ଅତି ମହାନ ଓ ପବିତ୍ର। ଯେଉଁମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ, ସେହିପରି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଈଶ୍ୱର ଏହି ପ୍ରକାର ପ୍ରେମ ପ୍ରଦାନ କରନ୍ତି। ତେଣୁ ପ୍ରିୟ ବନ୍ଧୁ, ଆପଣ ନିଜ ଇଚ୍ଛାରେ କେବେ ହେଲେ କୌଣସି ବିଷୟକୁ ଗ୍ରହଣ କରନ୍ତୁ ନାହିଁ, ମାତ୍ର ଈଶ୍ୱରଙ୍କଠାରେ ବିଶ୍ୱାସ ରଖନ୍ତୁ। ସେ ଆପଣଙ୍କୁ ତାହାଙ୍କର ନିରୂପିତ ସମୟରେ ସବୁଠାରୁ ଉତ୍ତମ ବିଷୟ ପ୍ରଦାନ କରିବେ। ପ୍ରିୟ ବନ୍ଧୁ, ଆଜି ହେଉଛି ଅନୁଗ୍ରହର ସମୟ। ଆଉ ଏହି ଅନୁଗ୍ରହର ସମୟରେ ଆମେ ଈଶ୍ୱରଙ୍କର ଅନୁଗ୍ରହକୁ ପଦାଘାତ କରିବା ଉଚିତ ନୁହେଁ। ଆମେ ଜାଣୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତକୁ ଆସୁଅଛନ୍ତି ଏହି ଜଗତର ବିଚାର କରିବା ପାଇଁ। ଆଉ ଏହି ଜଗତର ବିଚାର କରିବା ପୂର୍ବରୁ ତାଙ୍କର ବିଶ୍ୱାସୀ ମଣ୍ଡଳୀକୁ ସେ ସେହି ମଧ୍ୟାକାଶରେ ସାକ୍ଷାତ କରି ସେହି ମଧ୍ୟାକାଶରେ ତାଙ୍କର ବିଶ୍ୱାସୀ ମଣ୍ଡଳୀ ସହିତ ମିଳିତ ହୋଇ ବିଶ୍ୱାସୀ ମଣ୍ଡଳୀକୁ ତାହାଙ୍କର କନ୍ୟା ରୂପେ ଗ୍ରହଣ କରିବେ। ବିଶ୍ୱାସୀ ମଣ୍ଡଳୀ ହିସାବରେ ମଣ୍ଡଳୀ ଖ୍ରୀଷ୍ଟଙ୍କ ସହିତ ବିବାହ ହେବା ପାଇଁ ଯାଉଅଛି। ବାସ୍ତବରେ ଏହା କେତେ ଚମତ୍କାର ବିଷୟ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁ ଯେତେବେଳେ ଏହି ଜଗତକୁ ଆଗମନ କରିବେ ସେତେବେଳେ କ'ଣ ଆମମାନେ ତାହାଙ୍କ ନିକଟରେ ଗୃହୀତ ହୋଇପାରିବା? ସେ କ'ଣ ଆମମାନଙ୍କ ଜୀବନରୁ ବିଶ୍ୱାସ ଦେଖିପାରିବେ? ସେ କ'ଣ ଆମମାନଙ୍କ ଜୀବନରେ ସେହି ବିଶ୍ୱସ୍ତତା ଦେଖିପାରିବେ? ସେ କ'ଣ ଆମମାନଙ୍କ ଜୀବନରୁ ସେହି ନିଷ୍କପଟ ପ୍ରେମ ପାଇପାରିବେ? ସେ କ'ଣ ଆମମାନଙ୍କ ଜୀବନରୁ ସେହି ପ୍ରେମ ପାଇପାରିବେ? ପ୍ରିୟ ବନ୍ଧୁ, ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରି ତାହାଙ୍କୁ ହୃଦୟ ମଧ୍ୟରେ ସ୍ଥାନ ଦେଇ ଯଦି ଆମେ ତାହାଙ୍କ ନିମନ୍ତେ ଜୀବନଯାପନ କରିବା, ତାହେଲେ ତାହାଙ୍କର ଆଗମନ ସମୟରେ ସେ ଆମମାନଙ୍କୁ ଗ୍ରହଣ କରି ସେ ଅନନ୍ତକାଳ ପର୍ଯ୍ୟନ୍ତ ସ୍ୱର୍ଗୀୟ ବିଭବର ଭାଗି କରାଇବେ। ମୁଁ ଜାଣେ ନା
ଆପଣଙ୍କର ଆତ୍ମିକ ଜୀବନର ପରିସ୍ଥିତି ଆଜି କି ପ୍ରକାର? ମାତ୍ର ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହାଙ୍କର ହେଉ, ଯେହେତୁ ସେ ଆମମାନଙ୍କୁ ପ୍ରେମ କରିଅଛନ୍ତି, ଆଉ ସେ ଚାହାନ୍ତି ଯେପରି ଆମମାନେ ତାହାଙ୍କୁ ପ୍ରେମ କରୁ। ଏହା ହେଉଛି ଏକ ପ୍ରେମର ସମ୍ପର୍କ। ଏଠାରେ କୌଣସି ପ୍ରକାର ବିଧିବିଧାନ ନାହିଁ। କିନ୍ତୁ ଯଦି ଆମମାନେ ବାସ୍ତବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରୁ, ତାହେଲେ ଆମମାନଙ୍କ ଜୀବନରେ ସେ ସମସ୍ତ ବିଷୟ ଭରିଦେବେ। ସେ ଆମମାନଙ୍କର ସମସ୍ତ ସମସ୍ୟା ଦୂର କରିବେ। ସେ ଆମମାନଙ୍କର ଦୁଃଖ ଦୂର କରିବେ। ସେ ଆମମାନଙ୍କ ରୋଗ ବ୍ୟାଧିରୁ ସୁସ୍ଥତା ଦେବେ। ସବୁ ଅବସ୍ଥାରେ ସେ ଆମମାନଙ୍କ ସଙ୍ଗେ ସଙ୍ଗେ ଥାଇ ଆମମାନଙ୍କର ସହାୟ ହେବେ, ଆମମାନଙ୍କୁ ସୁରକ୍ଷା ଦେବେ, ସମସ୍ତ ଅମଙ୍ଗଳରୁ ଆମମାନଙ୍କୁ ରକ୍ଷା କରିବେ। ସେ ଆଜି ମଧ୍ୟ ଆମମାନଙ୍କୁ ପ୍ରେମ କରନ୍ତି, କିନ୍ତୁ ସେ ଚାହାନ୍ତି ଯେପରି ଆମମାନେ ତାହାଙ୍କୁ ପ୍ରେମ କରୁ। ଆଜି କ'ଣ ଆମେ ବାସ୍ତବରେ ପ୍ରଭୁ ଯୀଶୁଙ୍କୁ ପ୍ରେମ କରିପାରୁଛୁ? କିନ୍ତୁ ଆମେ ଜାଣି ରଖିବା ଉଚିତ, ଏହି ଜଗତରେ ଯିଏକି ଆମମାନଙ୍କୁ ପ୍ରେମ କରନ୍ତି ଏବଂ ସବୁ ଅବସ୍ଥାରେ ଆମମାନଙ୍କର ସହିତ ଅଛନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ତେଣୁ ଆସୁ ତାହାଙ୍କୁ ପ୍ରେମ କରି ତାହାଙ୍କୁ ହୃଦୟ ମଧ୍ୟରେ ସ୍ଥାନ ଦେଇ ଆମେ ତାହାଙ୍କର ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।